ତ୍ରିଂ 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 ଏହି ତିନୋଟି ଶବ୍ଦକୁ ତିନିଥର ପଢ଼ିକି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ପଡ଼ିଶା ଘର ସୁନ୍ଦରୀ ଭାଉଜ 10 ମିନିଟ୍ରେ ତୁମ ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ ନିଜ ପସନ୍ଦର ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ତ୍ରିଂ 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 ଏହି ତିନୋଟି ଶବ୍ଦକୁ ତିନିଥର ପଢ଼ିକି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ବିବାହିତା ନାରୀ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ, ଯାହା ଚାହିଁବେ ତାହା କରିବ। ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ, କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ, ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ପଇସା ଖର୍ଚ୍ଚ କରି ନିଜ ଘରେ ବସି ବସି ନିଜ ପସନ୍ଦର ଝିଅକୁ ପଟେଇ ପାରିବେ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। କେବଳ ଆପଣଙ୍କୁ ତ୍ରିଂ 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 ଏହି ତିନୋଟି ଶବ୍ଦକୁ ତିନିଥର କହିକି ପରିସ୍ରା କରିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ତିନୋଟି ଶବ୍ଦକୁ ପଢ଼ିବେ, ସେପଟେ ସେ ଝିଅ ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ସବୁଠାରୁ ସହଜ କିନ୍ତୁ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଯଦି ଆପଣ ସତରେ ସେ ଝିଅକୁ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ପରିସ୍ରାର ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଇସାରାରେ ନାଚିବ, ଆପଣଙ୍କର ଗୁଲାମୀ କରିବ, ଯାହା ଚାହିଁବେ ଯେମିତି ଚାହିଁବେ ସେ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ହଁ ଫ୍ରେଣ୍ଡସ୍, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି, ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ପରିସ୍ରା କରିବା ବେଳେ ଆପଣ କିପରି ତିନୋଟି ଶବ୍ଦକୁ ପଢ଼ିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ଆଉ ଗୋଟିଏ କଥା ମନେ ରଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ନିଜ ବଶରେ କରିପାରିବେ।
भिडियोटी को पूरा ध्यान सहित शेष पर्यंत देखंतु। प्रयोग विधि को ठीक भाव में बुझंतु। तापर आपण वशीकरण करबा पई जिबे। अधारू छाड़ी पलैले किंबा काटी काटी देखिले आपण किछि भी बुझी पारिबेनी। परे आपण कमेंट करिवे गुरुजी आपणकर वशीकरण काम करूनी। देखंतु जेउपरि आपण भगवान को मानुचंती, भगवान को उपरे विश्वास रखिचंती, निजर सबु दुख कष्ट असुविधा भगवान को जणाउचंती, जदि से असुविधार समाधान न हैला तार माने नुहे कि भगवान नांती। सेहीपरि तंत्र मंत्र हुए, वशीकरण काम करे, किंतु यहाकू आपणकू सिद्ध करबाकू पड़िबो। प्रयोग विधि को ठीक भाव में करबाकू पड़िबो। मु आपणकू जेमती शिखेइबी आपणकू ठीक सेहीपरि करबाकू पड़िबो। तेबे जाई मु आपणकू ग्यारंटी देउची आपण जहाकू चाहिए ताकू अति सहजरे पटेई पारिबे, निज आड़कू आकर्षित करई पारिबे, ताठारू निजर मन मुताबक काम हासिल करि पारिबे। ठीक अछि, एही वशीकरण विधि को आपण किपरि करिबे चलंतु जानिबा। मने रखंतु एही वशीकरण विधि को आपण केवल शनिवार दिन करिबे, सूर्यास्त परे राति समय करिबे। विधिटी करिबा पूर्वरु भल भावरे हाथ गोड़ धोईकी सफा वस्त्र पिंधिकी आपण एही वशीकरण विधि को आरंभ करिबे। प्रथमे आपण कौन करिबे, खंडे साधा कागज आनिबे, कला रंगर कलम आनिबे, तापरे कागजरे सेई झियो बा नारीर नाम लिखिबे जहाकू आपण पटेइबाकू चाहुचंती। आउ ता तळे आपण तीनोटी शब्द लिखिबे, त्रिंग त्रिंग त्रिंग। एही तीनोटी शब्द को लिखिबे। त्रिंग 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 लिखि सारिबा परे से कागज को नेइकी घर बाहरे कौनसी एक सुनसान जगह को जिबे, जेउठारे आपण को केही देखिबेनी किंबा पछरु डाकिबेनी। तापरे से कागज को तले माटी उपरे रखिबे, आउ आखि बंद करिकी सेई झियो बा नारी को मनरे भाबिबे, तार मुह को निज मनरे भाबिबे। भाबी सारिबा परे आपण से कागज उपरे परिस्रा करिदेबे। परिस्रा करिबा बेले आपण त्रिंग 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 एहीपरि एही तीनोटी शब्द को 3 थर पढ़ीदेवे। तापरे 5 थर सेई झियो बा नारीर नाम कहिबे जहाकू आपण निज बसरे करबाकू चाहुचंती। एतिकी करिसारिबा परे आपण चुपचाप घर को फेरी आसिबे, पछकू बुलिकी चाहिबेनी। ग्यारंटी देउची 24 घंटा भितरे प्रभाव पड़िबा आरंभ होइजिबो। से झियो हेउ बा विवाहिता नारी तुम आड़कू आकर्षित हेबाकू लागिबो। धन्यवाद।